ଆଜି ବନେଇବା ଗାଁ ଷ୍ଟାଇଲର ଘାଣ୍ଟ ତରକାରୀ, ସେ ପୁଣି ବିନା ରସୁଣ ପିଆଜରେ। ନେଇଯିବା ପରିବାରେ ଆଳୁ, ବାଇଗଣ, ଟମାଟୋ, ଜହ୍ନି, ବନ୍ଧାକୋବି, ଗ୍ରୀନ୍ ମଟର। ତାକୁ କାଟିକି ନେଇ ଆସିବା। ପ୍ରେସର କୁକରରେ ଗୋଟେ ଗ୍ୟାସ୍ ଦେହରେ ବସେଇ ତେଲ ଟିକେ ଦେଇ ପରିବା ଯାକକୁ ଗୋଟେ ପରେ ଗୋଟେ ଭଲ ଭାବେ ଟିକେ ସନ୍ତୁଳି ଦେବା। ଭଲ ଭାବେ ସନ୍ତୁଳି ହେଇସାରିଲା ପରେ ତା ଦେହରେ ଦେଇଦେବା ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ମସଲା ଗୁଣ୍ଡ, ଲୁଣ। ମୋର ଟିକେ ଜାଗା ହେଲାନି ତ ସେଥିପାଇଁ ପ୍ରଥମେ ଲୁଣ ପକେଇଦେଲି। ସେ ଟିକେ ପରିବାଟା ସାଙ୍କୁଳିଲା ପରେ ଗ୍ରୀନ୍ ମଟରଟାକୁ ପକେଇଲି। ତାକୁ ଆଉ ଟିକେ ଭଲ ଭାବେ ସନ୍ତୁଳି କରି ଦେଇଦେବା ଟମାଟୋ ଟିକେ। ତାପରେ ଗରମ ପାଣି ଟିକେ ଦେଇ ତାର ଢାଙ୍କୁଣଟି ବନ୍ଦ କରିଦେବା। ବେଶୀ ସମୟ ତାକୁ ସିଝେଇବାନି, ଦୁଇଟା ହୁଇସିଲ୍ ଦେଲା ପର୍ଯ୍ୟନ୍ତ ରଖିକି ତାପରେ ଗ୍ୟାସ୍ଟି ବନ୍ଦ କରିକି ତାର ଢାଙ୍କୁଣଟି ଖୋଲିଦେବା। କଢ଼େଇ ଗୋଟେ ଗ୍ୟାସ୍ ଦେହରେ ବସେଇ ଜିରା ଧନିଆ ଟିକେ ଅଳ୍ପ ଟିକେ କାଠି ମସଲା ଦେଇ ତାକୁ ଅଳ୍ପ ଭାଜିବା। ବେଶୀ କଳା କରିକି ଭାଜେନା, ଅଳ୍ପ ଭାଜି ସାରିଲା ପରେ ତାକୁ ଥଣ୍ଡା କରି ଗୁଣ୍ଡ କରିକି ନେଇ ଆସିବା। କଢ଼େଇ ଗୋଟେ ଗ୍ୟାସ୍ ଦେହରେ ବସେଇ ତେଲ ଟିକେ ଦେଇ ପଞ୍ଚଫୁଟଣ, ଶୁଖିଲା ଲଙ୍କା, ହିଙ୍ଗୁ ଟିକେ, ଅଦା ଟିକେ କୋରିକି ପକେଇଦେବା। ତରକାରୀଟିକୁ ତା ଦେହରେ ଢାଳିଦେବା। ତାପରେ କରିକି ରଖିଥିବା ମସଲା ଗୁଣ୍ଡଟି ଦେଇଦେବା। ସଙ୍ଗେ ସଙ୍ଗେ ମସଲା ଗୁଣ୍ଡଟା କରିକି ଦେଲେ ନା ବଢ଼ିଆ ତରକାରୀଟି ବାସ୍ନା ହେବ। ଏବେ ଦେଖନ୍ତୁ ହେଇଗଲା ବିନା ରସୁଣ ପିଆଜରେ ଗାଁ ଷ୍ଟାଇଲର ବଢ଼ିଆ ଗୋଟେ ଘାଣ୍ଟ ତରକାରୀ।